ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆଜି ଟାଉନ୍ ଥାନାଧିକାରୀଙ୍କୁ ଏକ ଏତଲା ପ୍ରଦାନ କରାଯାଇଛି। ଶ୍ରୀମନ୍ଦିରର ରତ୍ନଭଣ୍ଡାରରୁ 3ଟି ମୂଲ୍ୟବାନ ରତ୍ନ ଅଳଙ୍କାର ନିଖୋଜ ହୋଇଥିବା ଅଭିଯୋଗକୁ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଜଣାପଡ଼ିଛି ଯେ ସମ୍ପ୍ରତି ଚାଲିଥିବା ଗଣତିମଣତି ସମୟରେ ଏହି ରତ୍ନ ଅଳଙ୍କାର ନିଖୋଜ ହୋଇଥିବା କଥା ନ୍ୟାୟମୂର୍ତ୍ତି ବିଶ୍ୱନାଥ ରଥଙ୍କ ମାଧ୍ୟମରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏହା ଶୁଣି କୋଟି କୋଟି ଓଡ଼ିଆ ଓ ଶ୍ରୀ ଜଗନ୍ନାଥଙ୍କ ଭକ୍ତମାନଙ୍କ ଧାର୍ମିକ ଭାବନାରେ ଗଭୀର ଆଘାତ ଲାଗିଥିବା ଜିଲ୍ଲା କଂଗ୍ରେସ କହିଛି। କଂଗ୍ରେସ ନେତାମାନେ ଅଭିଯୋଗ କରୁଛନ୍ତି ଯେ ଏହି ଘଟଣାର ବିଧିବଦ୍ଧ ତଦନ୍ତ କରାଇବା ପରିବର୍ତ୍ତେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହାକୁ ଲୁଚାଇବା ଚେଷ୍ଟା କରାଯାଇଛି। ଏକ ପକ୍ଷରେ ଗଣତିମଣତି ନ୍ୟାୟମୂର୍ତ୍ତିଙ୍କ ତତ୍ତ୍ୱାବଧାନରେ ହେଉଥିବା ବେଳେ 3ଟି ରତ୍ନ ଅଳଙ୍କାର ହଜିଥିବା କଥା ଉଲ୍ଲେଖ ହେଉଛି। ଅନ୍ୟପକ୍ଷରେ ଶ୍ରୀମନ୍ଦିର ପ୍ରଶାସନ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ରତ୍ନଭଣ୍ଡାର ସୁରକ୍ଷିତ ଥିବା ନେଇ ସତ୍ୟପାଠ ଦାଖଲ କରିଛି। ଏହା କେତେ ଦୂର ଯୁକ୍ତିସଙ୍ଗତ ସେ ନେଇ ପ୍ରଶ୍ନ ଉଠିଛି। ଏହି ଘଟଣା ପାଇଁ ମନ୍ଦିର ପ୍ରଶାସନକୁ ଦାୟୀ କରାଯାଇ ଏବଂ ଚୋରି ଓ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇବା ଅଭିଯୋଗରେ ଭାରତୀୟ ନ୍ୟାୟ ସଂହିତାର ଦଫା 299 ଓ 356 ଅନୁଯାୟୀ ମାମଲା ରୁଜୁ କରି ଦୋଷୀଙ୍କୁ ଗିରଫ କରିବାକୁ ଦାବି ଜଣାଇଛି ଜିଲ୍ଲା କଂଗ୍ରେସ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଜୀବନ ସାର୍ଥକ ସହ ରିୟାଜ ହୁସେନ, ମନୀଷ ବାଜପେୟୀ, ଶୈଳେଶ ଅବସ୍ତି, ସଞ୍ଜୟ ମହାପାତ୍ର, ଦେବାନନ୍ଦ ବାରିକ ଆଦି ଉପସ୍ଥିତ ଥିଲେ। ଝାରସୁଗୁଡ଼ାରୁ ଘନଶ୍ୟାମ ପଢ଼ିଆରୀଙ୍କ ରିପୋର୍ଟ, ଓଡ଼ିଆ ଭାସ୍କର।